ମୁଁ ତାର ପିଉସୀ ହେବି। ସମସ୍ତେ କୁହନ୍ତି ପିଉସୀ ମାନେ ନା ଭାରି ଚଣ୍ଡୀ। ସତ କୁହନ୍ତି କିଛି ମାତ୍ରାରେ, କିନ୍ତୁ ମୁଁ ଚଣ୍ଡୀ ପିଉସୀଟେ ହେଲେ ବି ବହୁତ ଭଲ ପାଏ ମୋ ଭାଇର ଝିଅକୁ। ଜନ୍ମ ହୋଇ ଯେତେବେଳେ ନର୍ସ ତାକୁ ଓଟି ରୁମରୁ ବାହାରକୁ ଆଣିଲେ, ମୁଁ ଦୌଡ଼ି ଯାଇ ମୋ କୋଳକୁ ନେଇ ଆସିଥିଲି। ଆଉ ମେଡିକାଲ କାଗଜରେ ଦସ୍ତଖତ କରି ଲେଖିଥିଲି ଯେ ମୁଁ ପିଉସୀ ହେବି ସ୍ୱାଗତିକାଙ୍କ ଝିଅକୁ। ତାକୁ କୋଳକୁ ନେଉଛି। ସ୍ୱାଗତିକା ହେଉଛନ୍ତି ମୋ ଭାଉଜ। ବାସ୍ ସେବେଠାରୁ ମୁଁ ହୋଇଗଲି ପିଉସୀ। ଆଉ ସେ ମୋର ପୁନ୍ଦୁ। ସେ ମତେ ପିଉସୀ ଡାକି ପାରିନି, ନାନା ବୋଲି ଡାକେ। ଦାନ୍ତ ମାତ୍ର 5ଟା ହୋଇଛି, ହେଲେ ବି ସେଥିରେ ସବୁ କଥା କୁହେ, ବାସ୍ ଖାଲି ଖାଇବାକୁ ଛାଡିକି। ସବୁ କଥା ବୁଝେବି, ବାସ୍ ଖାଲି କ୍ଷୀର ଖାଇବା ସମୟକୁ ଛାଡିଦେଲେ। ବାପା ମା ଅଜା ଜେଜେ ସବୁ ଡାକିବା ଶିଖିଗଲାଣି। ହେଲେ ସବୁଠୁ ଭଲ ଶିଖିଛି ଠାକୁରଙ୍କୁ ମୁଣ୍ଡିଆ ମାରିବା, ଆଉ ଗୀତ ବାଜିଲେ ବୁଲି ବୁଲି ନାଚ କରିବା, ଆଉ ପଶୁ ପକ୍ଷୀଙ୍କୁ ଦେଖିଲେ ପୁରା ଖୁସି ହୋଇଯିବା। ଏମିତି ମୋ ପୁନ୍ଦୁ ଦେଖୁ ଦେଖୁ 1.5 ବର୍ଷର ହୋଇଗଲାଣି। କିନ୍ତୁ ତାର ଚଣ୍ଡୀ ପିଉସୀ ପାଖେ ଏବେ ବି ସେଇ ଜନ୍ମ ହେଲା ଶିଶୁଟେ, ଯାହାକୁ ସେ ପ୍ରଥମେ କରି କୋଳେଇ ଆଣିଥିଲା। ଆପଣ ବି କମେଣ୍ଟ ସେକ୍ସନରେ ଜଣେଇବେ ଆପଣଙ୍କର ଏମିତି କିଛି ଅନୁଭୂତି ଅଛି କି?